ତୁମେ କେବେ ଭାବିଛ କି ତୁମ ଜୀବନରେ ସବୁ କିଛି ଥିବା ସତ୍ତ୍ୱେ ତୁମେ କାହିଁକି ଖୁସି ନୁହଁ? ତୁମେ କେବେ ଅନୁଭବ କରିଛ କି ତୁମର ଚାରିପାଖରେ ଲୋକ ଥିବା ସତ୍ତ୍ୱେ ତୁମେ ଭିତରେ ସମ୍ପୂର୍ଣ୍ଣ ଏକା? ସତ୍ୟ କୁହ, ତୁମେ କେବେ ରାତିରେ ଚୁପଚାପ କାନ୍ଦୁଛ କି? ଜଣେ ପୁଅ ଥିଲା, ତୁମ ପରି ସିଏ ଥିଲା। ସେ ସବୁବେଳେ ହସୁଥିଲା, ସେ ସମସ୍ତଙ୍କୁ ସାହାଯ୍ୟ କରୁଥିଲା, ଯେମିତି ବନ୍ଧୁମାନଙ୍କୁ, ପରିବାରକୁ, ଏପରିକି ଅପରିଚିତ ଲୋକଙ୍କୁ ମଧ୍ୟ। କିନ୍ତୁ ତାଙ୍କ ଜୀବନ ବିଷୟରେ ଗୋଟିଏ ସତ୍ୟ ଥିଲା, ଯାହା କେହି ଦେଖିପାରୁନଥିଲେ। ସେ ଭିତରେ ବହୁତ ଏକା ଥିଲା। ଲୋକମାନେ କେବଳ ତାଙ୍କ ପାଖକୁ ଆସୁଥିଲେ ଯେତେବେଳେ ସେମାନଙ୍କୁ ତାଙ୍କର ଆବଶ୍ୟକତା ଥିଲା। ସେମାନେ ତାକୁ ଡାକୁଥିଲେ ଏବଂ ସେମାନଙ୍କ କାମ ସରିବା ମାତ୍ରେ ସେମାନେ ତାକୁ ଭୁଲିଗଲେ। ଧୀରେ ଧୀରେ ସେହି ପୁଅ ଭିତରେ ଭାଙ୍ଗି ପଡ଼ିବାକୁ ଲାଗିଲା। ଦିନେ ସେ ରାତିରେ ଏକା ବସିଥିଲା। ତାଙ୍କ ଆଖିରେ ଲୁହ ଏବଂ ତାଙ୍କ ହୃଦୟରେ କେବଳ ଗୋଟିଏ ପ୍ରଶ୍ନ, ମୁଁ କ'ଣ ପ୍ରକୃତରେ ବେକାର ମଣିଷ? ମୋର କିଛି ମୂଲ୍ୟ ନାହିଁ? ପରଦିନ ସକାଳେ ସେ ସମସ୍ତ ଉତ୍ତର ଖୋଜିବାକୁ ବାହାରିଲେ ଏବଂ ସେ ସିଧା ଭଗବାନ ବୁଦ୍ଧଙ୍କ ପାଖକୁ ଗଲେ। ତାଙ୍କ ଆଖିରେ ଯନ୍ତ୍ରଣା ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ସେ ପଚାରିଲେ, ପ୍ରଭୁ, ଲୋକମାନେ ମୋତେ କାହିଁକି ମୂଲ୍ୟ ଦିଅନ୍ତି ନାହିଁ? ବୁଦ୍ଧ ତାଙ୍କୁ ଧ୍ୟାନର ସହ ଦେଖିଲେ ଏବଂ ସାମାନ୍ୟ ହସିଲେ, କିନ୍ତୁ ସେ ତୁରନ୍ତ ଉତ୍ତର ଦେଲେ ନାହିଁ। ସେ ମାଟିରୁ ଗୋଟିଏ ଛୋଟ ପଥର ଉଠାଇଲେ ଏବଂ ବାଲକର ହାତରେ ରଖି କହିଲେ, ଯାଅ, ଏହି ପଥରର ମୂଲ୍ୟ ଖୋଜ, କିନ୍ତୁ ହଁ, ଏହାକୁ ବିକ୍ରୟ କରିବ ନାହିଁ। ବାଲକଟି ଟିକିଏ ଆଶ୍ଚର୍ଯ୍ୟ ହେଲା, କିନ୍ତୁ ସେ କିଛି ପଚାରିଲା ନାହିଁ ଏବଂ ସେ ଚାଲିଗଲା। ପ୍ରଥମେ ସେ ବଜାରରେ ଜଣେ ପନିପରିବା ବିକ୍ରେତାଙ୍କ ପାଖକୁ ଗଲା। ତାଙ୍କ ପଥର ଦେଖାଇ ସେ ପଚାରିଲା, ଭାଇ, ଏହାର ମୂଲ୍ୟ କ'ଣ ହେବ? ସେ କହିଲା, 50 ଟଙ୍କା। ବାଲକଟି ଆଶ୍ଚର୍ଯ୍ୟ ହୋଇଗଲା। ସେ ଆଗକୁ ବଢ଼ିଲା ଏବଂ ଗୋଟିଏ ଅଳଙ୍କାର ଦୋକାନ ପାଖକୁ ଗଲା ଏବଂ ପଚାରିଲା। ଦୋକାନୀ ପଥରଟିକୁ ଭଲ ଭାବରେ ଦେଖିଲା, ପଥରକୁ ଟିକେ ବୁଲାଇ ଦେଖିଲା ଏବଂ କହିଲା, ମୁଁ ଏଥିପାଇଁ ତୁମକୁ 1000 ଟଙ୍କା ଦେଇପାରିବି। ଏବେ ପିଲାଟି ଆହୁରି ଦ୍ୱନ୍ଦ୍ୱରେ ପଡ଼ିଗଲା। ଶେଷରେ ସେ ଜଣେ ଅଭିଜ୍ଞ ବିଶେଷଜ୍ଞଙ୍କ ପାଖକୁ ଗଲା। ଲୋକଟି ପଥରଟିକୁ ହାତରେ ନେଲା, ଏହାକୁ ଭଲ ଭାବରେ ଦେଖିଲା। ତାଙ୍କ ଆଖି ବଡ଼ ହୋଇଗଲା। ସେ କହିଲା, ତୁମେ କ'ଣ ଜାଣ ଏହା କ'ଣ ଅଟେ? ବାଲକଟି କହିଲା, ନା। ଲୋକଟି କହିଲା, ଏହା ଏକ ଅମୂଲ୍ୟ ମଣି ଅଟେ। ଏହାର ମୂଲ୍ୟ ଦେବା ବହୁତ କଷ୍ଟକର। ଏହା ଶୁଣି ପିଲାଟି ଆଶ୍ଚର୍ଯ୍ୟ ହୋଇଗଲା। ସେ ତୁରନ୍ତ ବୁଦ୍ଧଙ୍କ ପାଖକୁ ଦୌଡ଼ିଗଲା ଏବଂ ସବୁ କିଛି ବୁଝାଇ କହିଦେଲା। ବୁଦ୍ଧ କହିଲେ ଏବଂ ଧୀରେ ଧୀରେ ସେ କହିଲେ, ପୁଅ, ତୁମେ ଏହି ପଥର ପରି। ପନିପରିବା ବିକ୍ରେତାଙ୍କ ପାଇଁ ତୁମର ମୂଲ୍ୟ 50 ଟଙ୍କା ହେବ, ଅଳଙ୍କାରୀଙ୍କ ପାଇଁ ତୁମର ମୂଲ୍ୟ 1000 ଟଙ୍କା ହେବ, କିନ୍ତୁ ଯେଉଁମାନେ ବୁଝିପାରନ୍ତି ସେମାନଙ୍କ ପାଇଁ ତୁମେ ଅମୂଲ୍ୟ ଅଟ। ବାଲକଟି ଧ୍ୟାନ ଦେଇ ଶୁଣୁଥିଲା। ବୁଦ୍ଧ ଆଗକୁ କହିଲେ, ତୁମର ମୂଲ୍ୟ ତୁମ ଭିତରେ ନାହିଁ, ବରଂ ଏହା ଉପରେ ନିର୍ଭର କରେ ଯେ ତୁମେ କାହା ସହିତ ରହୁଛ। ଯଦି ତୁମେ ଭୁଲ ଲୋକଙ୍କ ମଧ୍ୟରେ ରହୁଛ, ସେମାନେ କେବେ ତୁମର ମୂଲ୍ୟ ବୁଝିପାରିବେ ନାହିଁ, କିନ୍ତୁ ଯଦି ତୁମେ ଠିକ୍ ଲୋକଙ୍କ ମଧ୍ୟରେ ଯାଉଛ, ସେହି ଦୁନିଆ ତୁମକୁ ଉଚ୍ଚ ସମ୍ମାନ ଦେବ। ଏହା ଶୁଣି ପୁଅଟିର ଆଖିରେ ଲୁହ ଝରି ପଡ଼ିଲା, କିନ୍ତୁ ଏଥର ଲୁହ ଦୁଃଖର ନୁହେଁ, ବୁଝିବାର ଲୁହ ଥିଲା। ସେହି ଦିନ ପରେ ସେ ନିଜକୁ ବଦଳାଇବା ଆରମ୍ଭ କଲା। ସେ ନିଜକୁ ଭୁଲ ଲୋକଙ୍କ ଠାରୁ ଦୂରେଇ ନେଲା ଏବଂ ଠିକ୍ ଲୋକଙ୍କ ସହିତ ରହିବା ଶିଖିଲା। ଧୀରେ ଧୀରେ ତାଙ୍କର ଜୀବନ ବଦଳିବାକୁ ଲାଗିଲା। ଲୋକମାନେ ତ ଆଉ ତାଙ୍କୁ ଅଣଦେଖା କଲେ ନାହିଁ, ସେମାନେ ତାଙ୍କୁ ସମ୍ମାନ କରିବା ଆରମ୍ଭ କଲେ ଏବଂ ତାପରେ ସେ ଅନୁଭବ କଲେ ସେ କେବେ ମୂଲ୍ୟହୀନ ନଥିଲେ, ସେ କେବଳ ଭୁଲ ସ୍ଥାନରେ ଥିଲେ। ତେଣୁ ଯଦି ତୁମେ ମଧ୍ୟ ଭାବୁଛ ଯେ ଦୁନିଆ ମୂଲ୍ୟ ଦିଏ ନାହିଁ, ତେବେ ତୁମେ ନିଜକୁ ବଦଳାଅ ନାହିଁ। ବନ୍ଧୁମାନେ, ତୁମର ସ୍ଥାନ ବଦଳାଅ, କାରଣ ତୁମେ ଶସ୍ତା ନୁହେଁ। ତୁମେ କେବଳ ଭୁଲ ଲୋକଙ୍କ ସହିତ ଫସିଅଛ। ଯେଉଁଦିନ ତୁମେ ସଠିକ୍ ସ୍ଥାନରେ ପହଞ୍ଚିବ, ସେହିଦିନ ଦୁନିଆ
ତୁମର ମୂଲ୍ୟ ବୁଝିପାରିବ। ବନ୍ଧୁମାନେ, ଏହି ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥିବ ତେବେ ଲାଇକ୍ ସେୟାର କରିନିଅନ୍ତୁ ଏବଂ ସବସ୍କ୍ରାଇବ୍ ମଧ୍ୟ କରିନିଅନ୍ତୁ। ଧନ୍ୟବାଦ।